ପିଲାମାନେ ଫାଷ୍ଟ ଅଫ୍ ଅଲ୍ ସେଇ ସେମ୍ କ୍ୱେଶ୍ଚିନ୍ ପଚାରିବି ପିଲାମାନେ ସମସ୍ତେ କହିବ ତମମାନଙ୍କର ପିଲାମାନେ ଆଜିର ଏକ୍ଜାମଟି କିପରି ହେଲା। ସାଂସ୍କ୍ରିଟ ଏକ୍ଜାମ ହିନ୍ଦୀ ଏକ୍ଜାମ ଭଲରେ ହେଇଛି ନା ପିଲାମାନେ ଖରାପରେ ହେଇଛି। ପେପରଟିକୁ ଫାଡ଼ିକି ଆସିଛ ନା ସବୁ ଯାକ ପିଲାମାନେ ଛାଡ଼ିକି ଆସିଛ। ଫାଷ୍ଟ କହିଲ ପିଲାମାନେ ଫାଷ୍ଟ କୁହ କୁହ ତମମାନଙ୍କର ପେପର ଆଜି କିପରି ଗଲା। ଆଉ ଓଡ଼ିଆ ଇଂଲିଶ ଯେଉଁମାନଙ୍କର ଖରାପ ହେଇଥିଲା ପିଲାମାନେ ଯେଉଁମାନଙ୍କର ଖରାପ ପେପର ହେଇଥିଲା ତା ରାଗ ଆଜି ଇଂଲିଶ ତମ ସାଂସ୍କ୍ରିଟ କିମ୍ବା ହିନ୍ଦୀରେ ସାଂସ୍କ୍ରିଟ ହିନ୍ଦୀରେ ସୁଝେଇ ପାରିଲ ନା ସୁଝେଇ ପାରିଲନି ଫାଷ୍ଟ କୁହ। ସୁଝେଇ ପାରିଲ ନା ସୁଝେଇ ପାରିଲ ନା ପିଲାମାନେ ଫାଡ଼ିକି ଆସିଛ ପୁରା ପେପର ଭଲ କ୍ୱେଶ୍ଚିନ୍ ଟି କ'ଣ ପଡ଼ିଥିଲା ହେଲା। ତେଣୁ ଆଶା କରୁଛି ତମମାନଙ୍କର ଆଜି କ'ଣ ହେଇଥିବ ଏକ୍ଜାମଟି ଭଲ ଭାବେ ହେଇଥିବ। ନିଶ୍ଚୟ ଭାବେ ଜଣେଇବ ପିଲାମାନେ ତମମାନଙ୍କର ଏକ୍ସପେକ୍ଟେଡ୍ କେତେ ଥିଲା ଆଉ ଆଜିର ମାର୍କ ତମମାନେ କେତେ ରଖିପାରିବ ଆଉ ଏମସିକ୍ୟୁ ମଧ୍ୟ କେତେ ଆସିବ ତମମାନଙ୍କର ନିହାତି ଭାବେ ଜଣେଇବ। ସମସ୍ତେ ପିଲାମାନେ କମେଣ୍ଟ କରି ଜଣାଅ ସମସ୍ତେ ଜଣାଇବ। ଯିଏ ବି ଭିଡ଼ିଓଟି ଦେଖୁଛ ନା ଜଣେଇବ ସାର୍ ମୋ ସାଂସ୍କ୍ରିଟ ଏତିକି ରହିବ ଏମସିକ୍ୟୁରେ ଆଉ ଲଙ୍ଗ କ୍ୱେଶ୍ଚିନ୍ ଏତିକି ରହିବ ଜଣାଅ ପିଲାମାନେ ହେଲା। ଆଉ ତମମାନଙ୍କର ତିନୋଟି ଚାପ୍ଟର ପିଲାମାନେ ତମମାନଙ୍କର କ'ଣ ଲିଟରେଚର ସବଜେକ୍ଟ ଯଦି ମୁଁ କହିବି ଓଡ଼ିଆ ଇଂଲିଶ ତମର ସରିଗଲା ଆଣ୍ଡ ଥାର୍ଡ ଲାଙ୍ଗୁଏଜ ସବଜେକ୍ଟ କ'ଣ ସରିଗଲା ତମମାନଙ୍କର ଇଂଲିଶ ସାଂସ୍କ୍ରିଟ ମଧ୍ୟ କ'ଣ ସାଂସ୍କ୍ରିଟ ହିନ୍ଦୀ କ'ଣ ସରିଗଲା। ଆଚ୍ଛା ଏବେ ଆମେ ଆସି ପହଞ୍ଚିଗଲେ କୋଉ ଷ୍ଟେଜରେ ଏବେ ଆସି ଆମେ କୋଉ ଷ୍ଟେଜରେ ପହଞ୍ଚିଗଲେ ଏମିତି ଗୋଟେ ଜାଗାରେ ଆସି ପହଞ୍ଚିଗଲେ ଯେ ଯେ ତିନିଟା ପେପର ଆମର ଯାହା ବି ଅଛି ଆମର ଅଛି ପିଲାମାନେ ସବୁ ଯାକ କହୁଛନ୍ତି କ'ଣ କେହି କାହାକୁ କମ୍ ନୁହଁ ସବୁ ଯାକ ପିଲାମାନେ କ'ଣ ତମମାନଙ୍କର ଟପ୍ ଏକ୍ଜାମ ସବୁ ଯାକ ଟପ୍ ପେପର ପିଲାମାନେ ପଢ଼ିବାକୁ ନିହାତି ଭାବେ ପଡ଼ିବ ପଢ଼ିବାକୁ ନିହାତି ଭାବେ ପଡ଼ିବ କିପରି ପଢ଼ିବା ତାର ଷ୍ଟ୍ରାଟେଜି ପିଲାମାନେ ତମମାନଙ୍କ ପାଇଁ ମୁଁ କ'ଣ ଆଣିକି ଆସିଛି। ସାଇନ୍ସ ପାଇଁ ଆମେ କିପରି ପ୍ରିପେୟାର ହେଇପାରିବା ଗୋଟେ ଦିନ ସମୟ ପିଲାମାନଙ୍କ ଆମ ପାଖରେ ଗୋଟେ ଦିନ ସମୟ ଆମେ ଆଜି ଲାଇଫ ସାଇନ୍ସ ପଢ଼ିବା ନା ଫିଜିକାଲ ସାଇନ୍ସ ପଢ଼ିବା ତାକୁ ବି ତମମାନଙ୍କୁ ମୁଁ କହିବି। ଆମମାନଙ୍କର ପେପର କିପରି ଆସିବ ଆମେ କ'ଣ କ'ଣ ଦେଖିକି ଯିବା ସବୁ ଯାକ ପଢ଼ିକି ଯିବା ନା ନାଇଁ ଖାଲି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ପଢ଼ିକି ଯିବା ପରୀକ୍ଷା ଦର୍ପଣକୁ ଦେଖିବା ନ ଦେଖିବା ସବୁ ଯାକ ଡିସ୍କସନ୍ ତମମାନଙ୍କର ପିଲାମାନଙ୍କୁ ମୁଁ କରିବି କିନ୍ତୁ ପଢ଼ିବାକୁ ପଡ଼ିବ ନ ପଢ଼ିଲେ କିଛି ହେଇପାରିବନି। ଗୋଟେ ଦିନ ତମମାନଙ୍କୁ ରାଗିକି ପୁରା କ'ଣ ଘୋଷାରି ହେଇକି ପୁରା ପଢ଼ିବାକୁ ପଡ଼ିବ ରଗିକି ପୁରା ପଢ଼ିବାକୁ ପଡ଼ିବ ଯେତେ ପାରୁଛ ପିଲାମାନେ ପଢ଼ ନ ପଢ଼ିଲେ କିଛି ହବନି କାରଣ ତମମାନଙ୍କର ଏମିତି ଗୋଟେ ପେପର ଯଦି ଆସୁଛି ତାହେଲେ ଲେଖିବା ଯଦି ନ ଆସୁଛି ଗୋଟେ ସିଙ୍ଗଲ ଲାଇନଟେ ବି ଲେଖିପାରିବାନି ସିଙ୍ଗଲ ଲାଇନଟେ ବି ଲେଖିପାରିବାନି ପିଲାମାନେ ତମମାନଙ୍କ ଏକ୍ଜାମ ହଲରେ ତମକୁ ଯଦି ପଚାରିଲା ଗୋଟେ କ୍ୱେଶ୍ଚିନ୍ ଫିଜିକାଲ ସାଇନ୍ସ କ୍ୱେଶ୍ଚିନ୍ ପଚାରିଲା ତମମାନେ ମତେ କହିଲ ପିଲାମାନେ ତମେ ମନରୁ କ'ଣ ଲେଖିବ କୁହ ପିଲାମାନେ ମନରୁ କିଛି ଲେଖିପାରିବ କିଛି ଲେଖିପାରିବ ନା ତ ସେଥିପାଇଁ ଆମକୁ କ'ଣ ପଢ଼ିକି ଯିବାକୁ ପଡ଼ିବ ଆଟଲିଷ୍ଟ ପଢ଼ିକି ଯାଇଛେ କ୍ୱେଶ୍ଚିନ୍ସ ନ ବାଜିଲା ତାହେଲେ ତମକୁ ମୁଁ କହିବି କ'ଣ ଆମେ କିପରି ଆଡଜଷ୍ଟ କରି ଲେଖିଦେବା ମୋର ବୁଝିପାରୁଛ ବୁଝିପାରୁନ ଆଉ କିଛି ନ ପଢ଼ିବ ଲାଇନ ଟାଇପ ନ ପଢ଼ିବ କ୍ୱେଶ୍ଚିନ୍ ତ ଯଦି ବୁଝିପାରୁନଥିବ ତାହେଲେ ତମକୁ କିଏ କ'ଣ କହିପାରିବ ପିଲାମାନେ ତମକୁ କିଏ ବୁଝିବ ମତେ କୁହ। ତ ତମମାନଙ୍କ ପିଲାମାନେ ଅବଜେକ୍ଟିଭ ପାଇଁ ସବଜେକ୍ଟିଭ ପାଇଁ ଉଭୟ ଦୁଇଟା ପାଇଁ ମୁଁ ଆଜି କ'ଣ ଦେବି ଷ୍ଟ୍ରାଟେଜି ଦେବି। ପ୍ରଥମ ଯାଏଁ ଦେଖ ଏବଂ ଓଡ଼ିଶା ହାଇସ୍କୁଲ ଷ୍ଟଡି କ୍ରିଏସନ୍ ୟୁଟ୍ୟୁବ ଚ୍ୟାନେଲ ଯଦି ସବସ୍କ୍ରାଇବ କରି ରଖ ପିଲାମାନେ ତମମାନଙ୍କୁ ବହୁତ ବେନିଫିଟ୍ ରହିବ ବହୁତ ହି ବେନିଫିଟ୍ ରହିବ ପିଲାମାନେ এই ଚ୍ୟାନେଲଟି ଏବଂ ତମମାନଙ୍କର এই ଭିଡ଼ିଓରେ ତମମାନଙ୍କୁ ମୁଁ ଜଣେଇବି ପିଲାମାନେ ପ୍ରିଭିୟସ୍ ଇୟର ପିଲାମାନେ କ୍ୱେଶ୍ଚିନ୍ସ ଆମେ କିପରି ପାଇପାରିବା ଏବଂ ତମମାନଙ୍କ ଫିଜିକାଲ ସାଇନ୍ସର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଲାଇଫ ସାଇନ୍ସର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପୁରା ପୁରା ପିଡିଏଫ୍ ପୁରା ଫାଇନାଲ ପିଡିଏଫ୍ ପ୍ଲାନ୍ ତମକୁ ମୁଁ ଧରେଇଦେବି ପିଲାମାନେ ଆରାମସେ ଡାଉନଲୋଡ କରିବ ନିଜେ ନିଜେ ପଢ଼ିବ ବସିକି ତମକୁ ମୁଁ ସବୁ ଜଣେଇଦେବି କିନ୍ତୁ କ'ଣ କର ପିଲାମାନେ ଫାଷ୍ଟ ଭିଡ଼ିଓକୁ ଲାଇକ୍ କର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କର ଠିକ୍ ଅଛି। ओके फास्ट अफ है तुम 100 मार्क एग्जाम प्लान 50-50 आसूसी 50 भितर मुझे कहि तुम सब्जेक्ट भितर तुम सब्जेक्ट भी कहि 50 मार्क ता भितर तुम कौन आसूसी मैंने लाइफ साइंस आसूसी केते तुम 50 आसूसी 25 आसूसी एवं फिजिकल साइंस केते आसूसी प्लान फिजिकल साइंस भी केते आसूसी 25 आसूसी केते आसूसी 25 आसूसी। फास्ट अफ हम कोन करबा ना तार मार्क डिस्ट्रीब्यूशन कर देबी जदी तुम 4 मार्क केते प्लान केते आसूसी 4 मार्क आसूसी 2टा 8 मार्क हे गेला प्लान 3 मार्क आसूसी केतेला ना 3टा हे आसूसी 9 मार्क आ तुम 2 मार्क केते आसूसी ना 4टा आसूसी हे गेला केते मार्क 8 मार्क बुझिपार तो ये होगा कौन तुमको 25 तो सेम तुमको सेम प्रोसीजर तुम कौन रोचे ना फिजिकल साइंस रोचे तो तुम कह गले पे केटा क्वेश्चन रोचे तुम ये पे 2टा क्वेश्चन रोचे 3टा क्वेश्चन रोचे कौन रोचे 4टा क्वेश्चन रोचे तो तुम केटा पे क्वेश्चन है तुमको ये 8टा क्वेश्चन है एपटे 8टा क्वेश्चन तो तुम समुदाय 16टा क्वेश्चन तुमको लिखे अच्छे 16टा क्वेश्चन तुमको अटेंड कर जो भाई तुम फिजिकल साइंस लाइफ साइंस तुमको कहली तुम से भाई कौन रोचे पे फिजिकल साइंस कौन रोचे तुम एग्जाम पैटर्न मोड कौन रही जाऊँगी बुझिपार ना। अच्छा कौन करवा कौन करवा कौन पढ़ा से इंपोर्टेंट पे कौन करवा कौन पढ़ा से कौन तुम मन बहुत वेरी 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 इंपोर्टेंट कथा तो कौन करवा पे फास्ट कह कि करवानी तो कि करवानी तुमको मुझे जहाँ कहूँ ना मो कथा खाली मान आ तुम मैंने कौन कर से पढ़ी जाओ से ही पढ़ी जाओ जो मान पे टार्गेट अच्छी जे आम 95% रखू मुझे प्रथम कही रखुच्छी पे जो मान टार्गेट अच्छे 95% रखू तुम पे गोटे सजेस्ट मुझे करी तुम कौन कर तुमने सब जिन पढ़ गोटे भी जिन स्किप करनी कौन यूट्यूबर पे कथा माननी
ତମକୁ ଯୋଉଟା ଇମ୍ପୋର୍ଟାଣ୍ଟ ଲାଗୁଛି ତାକୁ ପଢିକି ଯାଅ, ପ୍ରିଭିୟସ୍ କ୍ୱେଶ୍ଚିନ୍ ସବୁ ଯାକ ପ୍ରାକ୍ଟିସ୍ କରି ଯାଅ ଏବଂ ଏଇଠୁ ଭିଡ଼ିଓ ସ୍କିପ୍ କରି ଯାଅ ଭାରି। ଏଇଠୁ ପିଲାମାନେ ଭିଡ଼ିଓ ସ୍କିପ୍ କରି କଣ ଯାଅ ଭାରି। ମୁଁ ତମକୁ କହୁନି ପିଲାମାନେ ଟୋଟାଲ ଭିଡ଼ିଓ ଦେଖିବାକୁ। ଏ ଭିଡ଼ିଓ କେବଳ ସେଇମାନଙ୍କ ପାଇଁ ପିଲାମାନେ ଯୋଉମାନଙ୍କର ଆଶା ଅଛି ସାର୍ ମୁଁ 60 ରୁ 65 ରଖିବି, ତ ସେମାନଙ୍କୁ ପିଲାମାନେ ମୁଁ ବୁଷ୍ଟ ଅପ୍ କରି କେତେ ରଖିଦେବି ପିଲାମାନେ 80 ରଖିଦେବି, 80 ରଖେଇଦେବି ପିଲାମାନେ, 80 ରଖେଇଦେବି। ତ ବୁଝିପାରିଲ ନା? ତ ସେଇମାନେ ହିଁ ପିଲାମାନେ କଣ ଦେଖ ଭିଡ଼ିଓଟି ଦେଖ, ଯୋଉମାନଙ୍କର ସାଇନ୍ସ ଭଲ ହୁଏନି, ପାଠ ଏପର୍ଯ୍ୟନ୍ତ କିଛି ପଢିନ, ଆମେ କଣ କରିବା କଣ ପଢିବା, ତମମାନଙ୍କ ହିଁ ପର୍ଟିକୁଲାର ଭିଡ଼ିଓ। ଆଉ ଯଦି ପିଲାମାନେ ଭଲ ପିଲାମାନେ ଦେଖୁଛ 95 ଆଶା ରଖିଛ, ତଥାପି ଭିଡ଼ିଓଟି ପିଲାମାନେ ଦେଖୁଛ, ଦେଖ ଦେଖ କିଛି ମନା ନାହିଁ, ଦେଖୁଛ ଦେଖ, କିନ୍ତୁ ତମଙ୍କ ଟାର୍ଗେଟ ହେଲା କଣ ସବୁ ଯାକ ଜିନିଷ କଣ ପଢିକି ଯିବାକୁ ହିଁ ପଡିବ। ଆଚ୍ଛା, ଏବେ ଏବେ ଦେଖ ପିଲାମାନେ ତମକୁ ମୁଁ ଯଦି କହିବି ଫାଷ୍ଟ ଅଫ୍ ଅଲ୍ ଆମେ କଣ କରିବା ପିଲାମାନେ, ଫାଷ୍ଟ କଣ କରିବା ପିଲାମାନେ ନା, ପିଲାମାନେ ତମକୁ ମୁଁ ଯାହା କହୁଛି ସେୟା ଶୁଣ। ତମମାନଙ୍କର ପରୀକ୍ଷା ଦର୍ପଣ ପିଲାମାନେ, ତମମାନଙ୍କର ପରୀକ୍ଷା ଦର୍ପଣର ମଡେଲ ପେପର 1 ରୁ ତମମାନଙ୍କର ଯୋଉ 5 ଅଛି, ମଡେଲ ପେପର 1 ରୁ ଯୋଉ 5 ଅଛି 2026 ମସିହାର ପରୀକ୍ଷା ଦର୍ପଣର, 2026 ମସିହାର ପରୀକ୍ଷା ଦର୍ପଣର ଯୋଉ ମଡେଲ ପେପର 1 ରୁ 5 ଅଛି ତା ଭିତରେ ଥିବା ସମସ୍ତ କୋଶ୍ଚିନ୍, ସମସ୍ତ କୋଶ୍ଚିନ୍ ମାନେ ବୁଝିପାରୁଛ ନା? ତମମାନଙ୍କର ଇମ୍ପୋର୍ଟାନ୍ସ କହିବାକୁ ଗଲେ ସବୁ ଯାକ ଲଙ୍ଗ କୋଶ୍ଚିନ୍, ସବୁ ଯାକ ଲଙ୍ଗ କୋଶ୍ଚିନ୍। ଗୋଟେ ମଡେଲ ପେପରରେ କେତେଟା କୋଶ୍ଚିନ୍ ଅଛି ପିଲାମାନେ? 4 ଦୁଗୁଣେ 8 ନା? ଗୋଟେ ମଡେଲ ପେପରରେ କେତେଟା କୋଶ୍ଚିନ୍ ଅଛି? 4ଟା କୋଶ୍ଚିନ୍ ଅଛି। ଫିଜିକାଲ ସାଇନ୍ସର 4ଟା ଅଛି, ଲାଇଫ ସାଇନ୍ସର କଣ 4ଟା ଅଛି। ଫିଜିକାଲ ସାଇନ୍ସର 4ଟା ଅଛି, ଲାଇଫ ସାଇନ୍ସର 4ଟା ଅଛି। କେତେଟା ହେଲା ପିଲାମାନେ? 8ଟା କୋଶ୍ଚିନ୍ ହେଲା। 8 × 4 = 40ଟା। ଲଙ୍ଗ କୋଶ୍ଚିନ୍ କେତେଟା ହେଲା ପିଲାମାନେ? 40ଟା ଲଙ୍ଗ କୋଶ୍ଚିନ୍ ହେଲା। କେତେଟା ଲଙ୍ଗ କୋଶ୍ଚିନ୍ ହେଲା? 40ଟା ଲଙ୍ଗ କୋଶ୍ଚିନ୍ ହେଲା। ତ ସେଇଭଳି ପିଲାମାନେ ତମମାନଙ୍କର 3 ମାର୍କ କୋଶ୍ଚିନ୍ ଆସିଗଲା କିମ୍ବା ତମମାନଙ୍କର 2 ମାର୍କ କୋଶ୍ଚିନ୍ ଆସିଗଲା। କଣ ଆସିଲା? 2 ମାର୍କ କୋଶ୍ଚିନ୍ ଆସିଲା। ସବୁ ଜିନିଷ କଣ କରିବ ପିଲାମାନେ, ପରୀକ୍ଷା ଦର୍ପଣ ମଡେଲ ପେପର 1 ରୁ ମଡେଲ ପେପର 5 ଭିତରେ ପଢିକି ଯାଅ। ମଡେଲ ପେପର 1 ରୁ ମଡେଲ ପେପର 5 ଭିତରେ ଯେତକ ବି ତମମାନଙ୍କର ସବଜେକ୍ଟିଭ କୋଶ୍ଚିନ୍ ଆସୁଛି ଗୋଟେ ବି ସ୍କିପ୍ କରନି, ଅର୍ କୋଶ୍ଚିନ୍ସ ମାନେ ପଢିକି ଯାଅ। ଯୋଉ କିମ୍ବା କୋଶ୍ଚିନ୍ ଆସୁଛି ନା, ସେଥିରେ ଆମର କିମ୍ବା ପଚାରିବ ପିଲାମାନେ, କିମ୍ବା ପଚାରିବ କିନ୍ତୁ କଣ ଏ ଭିତରୁ କୌଣସି ରାଣ୍ଡମ କୋଶ୍ଚିନ୍ କଣ ପଚାରି ଦେଇପାରେ। ତେଣୁ ସବୁ କୋଶ୍ଚିନ୍ ଗୋଟେ ନମ୍ବର ବି ସ୍କିପ୍ କରନି, ଟୋଟାଲ ସବଜେକ୍ଟିଭ କୋଶ୍ଚିନ୍ କଣ କର ପ୍ରାକ୍ଟିସ୍ କରି ଯାଅ। ଏବଂ ତା ସହିତ ସେକେଣ୍ଡରେ କଣ ହେଲା ପିଲାମାନେ, ସେକେଣ୍ଡରେ ମୁଁ ଯଦି କହିବି ତମମାନଙ୍କର 2025 କୁ ଛାଡି ଦିଅ, 2024 ପିଲାମାନେ, 2023, 2022, 2021 ଏଇ 4 ବର୍ଷ, ଏଇ 4 ବର୍ଷ ପିଲାମାନେ ଯେତକ ବି କଣ ପଡିଛି ଲଙ୍ଗ କୋଶ୍ଚିନ୍ସ ପଡିଛି, 3 ମାର୍କ କୋଶ୍ଚିନ୍ସ ପଡିଛି, 2 ମାର୍କ କୋଶ୍ଚିନ୍ସ ପଡିଛି, ତାକୁ ବି କଣ କର ପିଲାମାନେ ପଢିକି ଯାଅ। ପଢିକି ଯାଅ। ପଢି ହବ ନା ପଢି ହବନି ପିଲାମାନେ କୁହ? ପଢି ହବ ନା ପଢି ହବନି ରେ? ସାର୍ ପଢି ହବ। ପଢି ହବ, ଗୋଟେ ଦିନରେ ଆରାମସେ ପସିବୁଲ ପିଲାମାନେ, ପସିବୁଲ ପିଲାମାନେ ପଢି ହବ। କିନ୍ତୁ ତମମାନେ କଣ କରି ଯିବାକୁ ପଡିବ? ପଢିକି ଯିବାକୁ ପଡିବ। ଆଉ ଯଦି ଏତିକି ପଢିଗଲ ନା, ତେବେ ମୁଁ ତମମାନଙ୍କୁ 100% କହି ରଖୁଛି ପିଲାମାନେ, ଯଦି ଏଇ ଭିତରୁ ଯଦି ତମମାନଙ୍କର ଲଙ୍ଗ କୋଶ୍ଚିନ୍ ଯଦି ନ ବାଜିଗଲା, ତାହେଲେ ମତେ ଆସି ତା ପରଦିନ କହିବ ସାର୍ ଆପଣ କହିଥିଲେ ଏଇ ଭିତରୁ ପଢିକି ଯିବେ, ମୁଁ ପଢିକି ଗଲି କିନ୍ତୁ ଗୋଟେ କୋଶ୍ଚିନ୍ସ ବାଜିଲାନି। ମୁଁ କହି ରଖୁଛି ପିଲାମାନେ, କହି ରଖୁଛି ପିଲାମାନେ, ତମମାନଙ୍କୁ ଯଦି କୋଶ୍ଚିନ୍ସ ଯଦି ନ ବାଜିଲା ତାହେଲେ ମତେ ଆସି କହିବ ସାର୍ କହିଥିଲେ ଏଇ ଭିତରୁ କୋଶ୍ଚିନ୍ସ ପଢିବା ପାଇଁ, ଆଉ ଏଇ ଭିତରୁ କୋଶ୍ଚିନ୍ସ ଗୋଟେ ପଡିଲାନି, ମତେ କହିବ ଆସିକି। ଏବଂ ଯଦି ପଢିଥିବ, ଯଦି ପଢିଥିବ ତାହେଲେ କଣ କରିବ? ପଢିଯିବ ପିଲାମାନେ, ପଢିଯିବ ହିଁ ପଢିଯିବ। ତେଣୁ ତମମାନଙ୍କର କାମ ହେଲା କଣ ପିଲାମାନେ, ତମମାନଙ୍କର ଯୋଉ ମଡେଲ ପେପର 1 ରୁ ତମର 5 ଭିତରେ ଯେତକ ବି କଣ ଅଛି ଲଙ୍ଗ କୋଶ୍ଚିନ୍ ସେକ୍ସନ ଅଛି, ସବୁ ଯାକ ସବଜେକ୍ଟିଭ କୋଶ୍ଚିନ୍ ଅଲ୍ଟୋ ତମମାନଙ୍କର ମୁଁ କହିବି 2 ମାର୍କିଆ, 3 ମାର୍କିଆ, 4 ମାର୍କିଆ ସବୁ କୋଶ୍ଚିନ୍। ଏବଂ ଲାଷ୍ଟ 4 ବର୍ଷ ତମମାନଙ୍କର ଯେତକ ବି କଣ ଅଛି ସବଜେକ୍ଟିଭ କୋଶ୍ଚିନ୍ ଅଛି, ସବୁ ଯାକ ପିଲାମାନେ କଣ ଯାଅ ରଗଡିକି ଘୋଷିକି ଯାଅ ପିଲାମାନେ, ଘୋଷି ଦିଅ, ପ୍ରାକ୍ଟିସ କରିଦିଅ, ଖାତା ଶେଷ କରିଦିଅ ପିଲାମାନେ। ଏବେ ନ କରିବ ଶେଷ, କେବେ ଶେଷ କରିବ ରେ? ଆରେ କେବେ ଶେଷ କରିବ? ତେଣୁ ତମମାନଙ୍କ ପାଖରେ ଏବେ ହିଁ ସମୟ ପିଲାମାନେ। ଆଜି ଗୋଟେ କାମ କର, ତମମାନଙ୍କର ଆଜି ସାଂସ୍କୃତିକ ପରୀକ୍ଷା ସରିଲା ନା, ଆଜି ଖାଲି ଗୋଟେ କାମ କର ପିଲାମାନେ, ତମମାନେ କଣ କର ଏତିକି ଜିନିଷ ପଢିକି ଯାଅ, ଏତିକି ଜିନିଷ ପଢ। ଲାଇଫ ସାଇନ୍ସ, ଫିଜିକାଲ ସାଇନ୍ସ ଯାହା ବି ଅଛି ତମମାନେ କଣ କର ଆଜି ତାର ଏତିକି ଶେଷ କର। ଶେଷ କରିପାରିବ ନା ଶେଷ କରିପାରିବନି ଗୋଟେ ଖାଲି କୁହ? ତମକୁ ଏଇ ଭିତରେ ଦେଖିବ କେତେ କୋଶ୍ଚିନ୍ କଣ ଅଛି ପିଲାମାନେ ରିପିଟ୍ ହେଇକି ଆସୁଛି, କିଛି କୋଶ୍ଚିନ୍ ଦେଖିବ ପିଲାମାନେ କଣ ସେମ୍ ଆସିଯାଉଛି, ସେମ୍ ଅଛି ରିପିଟ୍ ଅଛି ହେଲା। କିଛି କୋଶ୍ଚିନ୍ ପିଲାମାନେ ଏମିତି ଥିବ ତମର କଣ ପିଲାମାନେ ବାରମ୍ବାର କଣ ରିପିଟ୍ ହେଇଥିବ ହେଲା। ତ ତାକୁ ପିଲାମାନେ କଣ ତମକୁ ଡବଲ ଡବଲ ପଢିବାକୁ ପଡିବନି, ଥରେ ଥରେ ପଢିବ ନା ଡବଲ ପଢିବ, ଥରେ ଥରେ କଣ ପଢିଲେ ଆମର ଆଡଜଷ୍ଟମେଣ୍ଟ ହେଇଯିବ। ତେଣୁ ଏକୁ ଶେଷ କର, ଏକୁ ଫାଷ୍ଟ କଣ କର ଶେଷ କର ପିଲାମାନେ। ସବୁ ଇମ୍ପୋର୍ଟାଣ୍ଟ ତମକୁ ମୁଁ ପିଲାମାନେ ଡେସ୍କ୍ରିପସନରେ ପୁରା ଲିଙ୍କ ଦେଇଦେଇଛି, ଡେସ୍କ୍ରିପସନରେ ଲିଙ୍କ ଦେଇଦେଇଛି, ଖାଲି କ୍ଲିକ୍ କରିବ ତମର ସବୁ ଯାକ ପିଡିଏଫ ରେ କଣ ଓପନ ହେଇଯିବ, ଯେତକ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଅଛି, ଯେତକ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଅଛି ସବୁ ଯାକ ହେଇଯିବ ତମର ଓପନ ହେଇଯିବ। ମୋରା ବୁଝିପାରିଲନି ପିଲାମାନେ? ବୁଝିପାରିଲନି ତ ତାକୁ ସବୁ ଯାକ କୋଶ୍ଚିନ୍ ଡିସ୍କସନ କରିବାକୁ ତମର କଣ ହେଇଯିବ ପ୍ଲାନ୍ ଟାଇମ ଏଠି ଓଭର ହେଇଯିବ, ଟାଇମ ଏଠି କଣ ହେଇଯିବ ଓଭର ହେଇଯିବ। ତାକୁ ପିଲାମାନେ କଣ କର ପଢିକି ଯାଅ। ତମର ପିଲାମାନେ ସବଜେକ୍ଟିଭରେ ଆରାମସେ ପିଲାମାନେ ଦେଖିବ 50 ରୁ କଣ ହେଇଯିବ 40 ପାଖାପାଖି ରହିଯିବ, 40 ପାଖାପାଖି ରହିଯିବ। ଏବଂ ଯଦି ପିଲାମାନେ ତମର ଏକ୍ସାମ ଯଦି ନ ଆସିଲା, ବିଗ୍ କୋଶ୍ଚିନ୍ ସାର୍ ଯଦି ଏକ୍ସାମ ହଲ ଆପଣ ଯୋଉ କହିଲେ ତ ପଢିଯିବା ପାଇଁ ଯଦି ନ ଆସିଲା, ଯଦି ନ ଆସିଲା ମୁଁ କହୁଛି ଗୋଟେ କଥା ମୁଁ କହୁଛି ଦେଖ, 10ମ ଶ୍ରେଣୀରେ ମୋର ପିଲାମାନେ ପଢିଥିଲା ଅନ୍ଧକାର ପ୍ରକ୍ରିୟା ପଢିଥିଲା, କଣ ପଢିଥିଲା ଅନ୍ଧକାର ପ୍ରକ୍ରିୟା ପଢିଥିଲା। ମୁଁ ଆଲୋକ ସଂଶ୍ଳେଷଣ ଲେଖିକି ଆସିଥିଲି, ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଲେଖିକି ଆସିଥିଲି, 5 ପାଇଥିଲି, 5 ମାର୍କରୁ 5 ମାର୍କ ପାଇଥିଲି। କେବଳ ମୋ ଖାତା ଖାଲି ରିଚେକିଂ ପକେଇଥିଲି କଣ ଜାଣିଛନ୍ତି ପିଲାମାନେ, ଖାଲି ମୁଁ ଖାତା ରିଚେକିଂ ପକେଇଥିଲି ମୋର କେତେ ମାର୍କ ଆସିଛି ବୋଲି ଚେକ୍ କରିବାକୁ। ସିରିୟସଲି ପିଲାମାନେ 5 ପାଇଥିଲି, ସିରିୟସଲି 5 ପାଇଥିଲି। ମାନେ ଅନଏକ୍ସପେକ୍ଟେଡ ଥିଲା ପିଲାମାନେ, ଏଇଟା ମୋର ଅନଏକ୍ସପେକ୍ଟେଡ ଥିଲା। ବୁଝିପାରୁଛ ବୁଝିପାରୁନ? ତେଣୁ ତମମାନଙ୍କୁ ମୁଁ କହି ରଖୁଛି ଲାଇଫ ସାଇନ୍ସ ନା, ଲାଇଫ ସାଇନ୍ସ ଫିଜିକାଲ ସାଇନ୍ସ ମୁଁ ଯଦି କହିବି ତମକୁ ମ୍ୟାଥମେଟିକାଲ କୋଶ୍ଚିନ୍ ଯେତକ ଆସୁଛି, ଯେତକ ମ୍ୟାଥମେଟିକାଲ କୋଶ୍ଚିନ୍ ଆସୁଛି ତାକୁ କରିବାକୁ ଚେଷ୍ଟା କରିବ। ନିଜକୁ ନ ଆସୁଛି ଆଗ ପିଲାକୁ ପଚାରିବ, ବୁଝାବୁଝି କର, ତମେ ମାନେ ଯାହା କରୁଛ କର। ମ୍ୟାଥମେଟିକାଲ କୋଶ୍ଚିନ୍ କଣ ଯଦି ଲଙ୍ଗ କୋଶ୍ଚିନ୍ ପଡିଗଲା ତମମାନଙ୍କ ଭାଗ୍ୟ ପିଲାମାନେ, ତମମାନଙ୍କ ଭାଗ୍ୟ।
ହେଲା ତାକୁ ଜମା ହାତ ଛଡ଼ା କରିବନି ତାକୁ କଣ କରିବ ପିଲାମାନେ ଆଗେ ପଢିକି ଯିବ ଆଗେ କରିବ ହେଲା ତମ ଟାଇମ ପିଲାମାନେ କଣ କରିବ ପ୍ରଥମ କଥା ହେଲା ସେଭ୍ କରିଦବ ତମ ଟାଇମ କଣ କରିବ ପ୍ରଥମ କଥା ହେଲା ସେ ସେଭ୍ କରିଦବ ଆଉ ତମକୁ ଶେଷରେ ମଧ୍ୟ କରିପାରିବ ଶେଷରେ ମଧ୍ୟ କଣ କରିପାରିବ ଗୋଟେ ବୁଝିପାରୁଛ ବୁଝୁନ ଆଉ ଯଦି ଲାଇଫ ସାଇନ୍ସ ପିଲାମାନେ ଯଦି ବାହାର କୋଶ୍ଚିନ୍ କିଛି ପଡିଗଲା ତମେ ଜନରଲ ପିଲାମାନେ ଗୋଟେ ସମୟ ବିଭାଜନ ପଢିକି ଆଛ ମନେକର ଅର୍ଧ ବିଭାଜନ କୋଶ୍ଚିନ୍ ପଡିଗଲା ସମୟ ବିଭାଜନଟାକୁ ଆଖି ବୁଝିକି ଲେଖିକି ଆସିବ ଆଖି ବୁଝିକି ଲେଖିକି ଆସିବ ଆଟଲିଷ୍ଟ ଦୁଇ ତିନି ତ ପାଇଯିବ ନା ଦୁଇ ତିନି ତ ପାଇଯିବ ନା ଆଟଲିଷ୍ଟ ତମେ ମାନେ ଯଦି ଅଧରଳ ଯଦି ସମୟ ବିଭାଜନ ପଡିଛି ଯଦି ସମୟ ବିଭାଜନ ପଡିଛି ପିଲାମାନେ ତମେ ଯଦି ସମୟ ବିଭାଜନ ଯଦି ଜାଣିନ ବୋଲି ଯଦି ସମ୍ପୂର୍ଣ୍ଣ ପେଜ ଟାକୁ ବ୍ଲାଙ୍କ କରିକି ଆସିବ କୋଉ ଏକ୍ସାମିନର ତମକୁ ମାର୍କ ଦବ ଏଠି ମତେ କୁହ ତମେ ଯଦି ପେଜ ଟାକୁ ବ୍ଲାଙ୍କ କରିକି ଆସିବ କୋଉ ଏକ୍ସାମିନର ତମକୁ ଏଠି ମାର୍କ ଦବ ମତେ କୁହ କେହି ଦେବେ ମତେ ଆରେ ପେଜ ଟାକୁ ବ୍ଲାଙ୍କ ରଖିଛୁ ତମକୁ ମାର୍କ କିଏ ଦବ ମତେ କହ କେହି ଦେବେନି ତେଣୁ ଯଦି ତମେ ପେଜ ଟାକୁ ପିଲାମାନେ ଫିଲଅପ କରିକି ଆସୁଛ ସୁନ୍ଦର ହାଣ୍ଡରାଇଟିଂ ଯଦି କଣ କରୁଛ ପିଲାମାନେ କିଛି ଫିଲଅପ କରିକି ଆସୁଛ ତମକୁ ଏଠି ପିଲାମାନେ ଆରାମସେ କେତେ ପାଇଯିବ ଆଟଲିଷ୍ଟ ଦୁଇ ପାଇଯିବ ନା ଆଟଲିଷ୍ଟ ଦୁଇ ପାଇଯିବ ପାଇଯିବ ତମେ ୟା ପାଇଁ କିଛି ଓଡି ହୁଅନି ମାର୍କ ପାଇଁ ଓଡି ହୁଅନି ତମେ କଣ ଏଠି ମାର୍କ ଆରାମସେ ପାଇଯିବ କିନ୍ତୁ ଖାତାରେ ପେଜ ଟାକୁ କଣ ଫିଲଅପ କରିକି ଆସିବାର ଅଛି ଏବଂ ଟୋଟାଲ କମ୍ପ୍ଲିଟ ଲେଖିକି ଆସିବାର ଅଛି ତାହେଲେ ହିଁ ପିଲାମାନେ କଣ ପାଇବ ଏଠି ମାର୍କ ପାଇବ ନଚେତ କଣ ମାର୍କ ପାଇପାରିବ ନାହିଁ ପିଲାମାନେ ନହେଲେ ମାର୍କ ତମକୁ କେହି ଦେବେନି ପିଲାମାନେ କେହି ଦେବେନି ବୁଝିପାରିଲ ବୁଝିପାରିଲନି ଏବଂ ଏମସିକ୍ୟୁ ପାଇଁ ଯଦି ତମକୁ ମୁଁ କହିବି ପିଲାମାନେ ଏମସିକ୍ୟୁ ପାଇଁ ତମକୁ ଯଦି ମୁଁ କହିବି ଏମସିକ୍ୟୁ ପାଇଁ କଣ କରିବା ନା ପିଲାମାନେ ଏମସିକ୍ୟୁ ପାଇଁ ଗୋଟେ ବଢିଆ କଥା ମୁଁ ତମକୁ କହୁଛି ଖାଲି ମନେ ରଖ ପିଲାମାନେ ଏମସିକ୍ୟୁ ପାଇଁ ତମକୁ ବଢିଆ କଥା କହୁଛି ଖାଲି ମନେ ରଖ କଣ ନା ସାର୍ ଏମସିକ୍ୟୁ ହଉଛି 50 ମାର୍କରୁ ଆମର କେତେ ମାର୍କ ଆସୁଛି 25 ମାର୍କ ଆସୁଛି ଫିଜିକାଲ ସାଇନ୍ସର 25 ମାର୍କ ଆସୁଛି କଣ ଲାଇଫ ସାଇନ୍ସର ପିଲାମାନେ ଏଇ ଲାଇଫ ସାଇନ୍ସ କୋଶ୍ଚିନ୍ ଏଇ 25 ମାର୍କ ତମ ଯୋଉ ଲାଇଫ ସାଇନ୍ସ କୋଶ୍ଚିନ୍ ଆସିଗଲା ତାକୁ କଣ କରିବ ଆଗେ କରିଦବ ତାକୁ କଣ କରିବ ଆଗେ କରିଦବ ଆରାମସେ ହେଇଯିବ କେତେ ମିନିଟ୍ ଲାଗିବ ମିନିମମ୍ 5 ମିନିଟରୁ 7 ମିନିଟ୍ ଲାଗିବ ମିନିମମ୍ 5 ମିନିଟରୁ କଣ ଲାଗିବ 7 ମିନିଟ୍ ଲାଗିବ ତମକୁ କଣ ଏଇ 25ଟା କୋଶ୍ଚିନ୍ କଣ ଆଟେଣ୍ଡ କରିବାକୁ ମିନିମମ୍ 5 ମିନିଟରୁ 7 ମିନିଟ୍ ଲାଗିବ ତମକୁ ଏଇ 25ଟା କୋଶ୍ଚିନ୍ ଆଟେଣ୍ଡ କରିବାକୁ ତାହେଲେ ତାହେଲେ ଏଇ 25ଟା କୋଶ୍ଚିନ୍ ମନେକର ତମକୁ 18ଟା କୋଶ୍ଚିନ୍ ଆସିଲା କି 19ଟା କୋଶ୍ଚିନ୍ ଆସିଲା ତାକୁ ପିଲାମାନେ ସର୍କଲ କରିବାକୁ କେତେ ମିନିଟ୍ ଲାଗିବ ତାକୁ ସର୍କଲ କରିବାକୁ କେତେ ମିନିଟ୍ ଲାଗିବ ପିଲାମାନେ ଆରେ ତାକୁ ସର୍କଲ କରିବାକୁ କେତେ ମିନିଟ୍ ଲାଗିବ ଧର 15 ମିନିଟ୍ ଲାଗିଗଲା ଧର 15 ମିନିଟ୍ ଲାଗିଲା ବାକି ସମୟ ସବୁ ଯାକ ସ୍ପେଣ୍ଡ କରିଦିଅ କଣ ତମଙ୍କର ଏଠି ତମର 25ଟା କୋଶ୍ଚିନ୍ ଏବଂ ଏଠି କଣ 7-8ଟା କୋଶ୍ଚିନ୍ ପଡିଗଲା ତାକୁ କରିବାରେ ଆରାମସେ ଟାଇମ ଅଛି ପିଲାମାନେ ଆରାମସେ ଟାଇମ ଅଛି ତମମାନଙ୍କ ପାଖରେ ସଫିସିଏଣ୍ଟ ଟାଇମ ଅଛି ଆଉ ଫିଜିକାଲ ସାଇନ୍ସ ଟିକେ ନାଉ କଣ କରିବ ତମର ଯେତେକ ମ୍ୟାଥମେଟିକାଲ କୋଶ୍ଚିନ୍ ଆସୁଛି ମ୍ୟାଥମେଟିକାଲ କୋଶ୍ଚିନ୍ ତମର କୋଉଠି ଆସୁଛି ପିଲାମାନେ ଯେତେକ କ୍ୱାଣ୍ଟି ସଂଯୋଗ ଆସିଗଲା ସମାନ୍ତରାଳ ସଂଯୋଗ ଆସିଗଲା ଓମ୍ସ ଲ ପାଖରେ ଅଛି ଜୁଲଙ୍କ ଟାପନ ନିୟମ କେମରା ପଚାରୁଛି ହେଲା ପାୱାର ବିଷୟରେ ପଚାରୁଛି କିଛି ବି କୋଶ୍ଚିନ୍ ତମକୁ ପଚାରି ଦେଇପାରେ ବୁଝିପାରୁଛ ବୁଝିବନି ପିଲାମାନେ ତ ଯେତେକ ମ୍ୟାଥମେଟିକାଲ କୋଶ୍ଚିନ୍ ଆସୁଛି ପିଲାମାନେ ଲେନ୍ସକୁ ନେଇ କଣ ପିଲାମାନେ ତମକୁ ପଚାରୁଛି ହେଲା ଫୋକାଲ ଲେନ୍ଥ କେମିତି ବାହାରିବ ପିଲାମାନେ ହେଲା ପାୱାର ପଚାରୁଛି ତମକୁ ସେ କିଛି ପଚାରି ଦେଇପାରେ ହେଲା ତ ତାକୁ ଯଦି ତମକୁ ସେ ପଚାରିଲା ଆମେ କଣ କରିବା ତାକୁ ଟିକେ ଟାଇମ ସ୍ପେଣ୍ଡ କରିବାକୁ ପଡିବ ତାକୁ ଟିକେ କଣ ପ୍ଲାନ୍ ଟାଇମ ସ୍ପେଣ୍ଡ ଦବାକୁ ପଡିବ ଆଉ କଣ ଆରାମସେ କାଢିବାକୁ ପଡିବ କିନ୍ତୁ ତମମାନଙ୍କ ଟାର୍ଗେଟ କେତେ ପିଲାମାନେ ନା 50ରୁ ଆଟଲିଷ୍ଟ ପିଲାମାନେ 40-45 ରଖିବାକୁ ପଡିବ 45 ତ ରହିଯିବ ପିଲାମାନେ ସବୁ ବର୍ଷ ପିଲାଙ୍କର ରହିଯାଏ ରେ ତମାନେ ଏବେ ଏକ୍ସାମ ଦବାକୁ ଯାଇନ ନା ଯେତେବେଳେ ଏକ୍ସାମ ଦେଇକି ଆସିବ ସେତେବେଳେ କହିବ ସାର୍ ମୋର 45 ରହିବ ମୁଁ ସାର୍ 47 ରହିବ ରହିଯାଏ ପିଲାଙ୍କର ରହିଯାଏ ତମମାନେ ଜମା ବ୍ୟସ୍ତ ହୁଅନି ତା ପାଇଁ ଆରାମସେ ତମମାନଙ୍କର କଣ ହେଇଯିବ ପିଲା ମାର୍କ କଣ ଏନସିକ୍ୟୁରେ 40-45 ମାର୍କ ତମେ ପାଇଯିବ 40-45 ମାର୍କ ତମେ ଏଠି ପାଇଯିବ ଏବଂ ସବଜେକ୍ଟିଭ ତମ ଟାର୍ଗେଟ କେତେ ପିଲାମାନେ ସବଜେକ୍ଟିଭ ଟାର୍ଗେଟ ରଖିବ ସାର୍ କେତେ ନା 50ରୁ ଆଟଲିଷ୍ଟ ସାର୍ 40-45 40-45 ଏଠି ବି ରହିଯିବ 40-45 ଏଠି ରହିଯିବ ଏବଂ ତମର ଓଭରଅଲ ଟାର୍ଗେଟ କେତେ ନା ସାର୍ 85 ଯଦି ସାଇନ୍ସରେ ଯଦି 85 ନ ରହିଲା ତାହେଲେ ମତେ ଆଉ କିଛି କହିବନି ସାଇନ୍ସରେ 85 ରଖିବାକୁ ପଡିବ ପିଲାମାନେ ତମଙ୍କ ସାଇନ୍ସରେ 85 ରଖିବାକୁ ହିଁ ପଡିବ ଆଉ ଯୋଉମାନେ ସବୁ ଗଧ ପିଲା ଅଛ ନା ଯୋଉମାନେ ସବୁ ପାଠ ସବୁ ହଉନି ଗଧ ପିଲା ଅଛ ତାହେଲେ ତମେ କଣ ରଖି ଚେଷ୍ଟା କରିବ ନା ସାର୍ 100ରୁ ଯେମିତି ଆମକୁ କଣ 60 ରଖିବାର ଅଛି ନା 100ରୁ 60 ରଖିବାର ଅଛି ନା ତାହେଲେ 100ରୁ 60 କେତେ ରହିବ ନା ତମମାନଙ୍କର ଯଦି ଏମସିକ୍ୟୁ ରହିବ 40 ଏବଂ ସବଜେକ୍ଟିଭ କୋଶ୍ଚିନ କେତେ ରହିବ ନା 20 ରହିବ ସବଜେକ୍ଟିଭ କୋଶ୍ଚିନ 20 ରଖ କିନ୍ତୁ ଏମସିକ୍ୟୁ କେତେ ରଖିବ 40 ରଖିବାକୁ ପଡିବ ଏମସିକ୍ୟୁ କେତେ ରଖିବାକୁ ପଡିବ 40 ରଖିବାକୁ ପଡିବ ରଖିବାକୁ ପଡିବ ଏମସିକ୍ୟୁ ହିଁ ତମକୁ କଣ ଦବ ପିଲାମାନେ ମାର୍କ ଦବ ସବଜେକ୍ଟିଭ ମାର୍କ ଦବନି ପିଲାମାନେ ସବଜେକ୍ଟିଭ ଜମା ମାର୍କ ଦବନି ଏମସିକ୍ୟୁ ତମକୁ କଣ ଦବ ମାର୍କ ଦବ ତେଣୁ ତମମାନଙ୍କ ନିଜ ସେଲ୍ଫ ଡ୍ୟୁଟି ହେଲା ତମମାନେ କଣ କର କେମିତି କଣ କରିକି ପିଲାମାନେ ଲେଖ ପଛେ କିନ୍ତୁ ଆମକୁ କଣ ସବଜେକ୍ଟିଭ ଅବଜେକ୍ଟିଭ କୋଶ୍ଚିନ କଣ ଅଛି ମାର୍କ ପାଇବାର ଅଛି ଏବଂ ଅବଜେକ୍ଟିଭ କୋଶ୍ଚିନ ପାଇଁ ତମକୁ ଯଦି ମୁଁ ପିଲାମାନେ କହିବି ଷ୍ଟ୍ରାଟେଜି କହିବି ତାହେଲେ ଆମେ କଣ କରିବା ଅବଜେକ୍ଟିଭ କୋଶ୍ଚିନ ପାଇଁ ଯଦି ମୁଁ ତମକୁ ଷ୍ଟ୍ରାଟେଜି କହିବି ତାହେଲେ କଣ କରିବା ପିଲାମାନେ ସେଇ ସେମ ଷ୍ଟ୍ରାଟେଜି ପିଲାମାନେ ପରୀକ୍ଷା ଦର୍ପଣ ପିଲାମାନେ ସେଇ ପରୀକ୍ଷା ଦର୍ପଣ ତମର ମଡେଲ ପେପର 1 ରୁ ମଡେଲ ପେପର 5 ଭିତରେ ଥିବା ତମର 250 ଟି କଣ ଏମସିକ୍ୟୁ କୋଶ୍ଚିନ ଏବଂ ତମର ପିଲାମାନେ ଲାଷ୍ଟ ପ୍ରିଭିୟସ୍ ଇୟର କୋଶ୍ଚିନ କେତେଟା ନା ପାଖାପାଖି ତମର 7 ବର୍ଷ 8 ବର୍ଷ ଲାଷ୍ଟ 7 ବର୍ଷ 8 ବର୍ଷ ଭିତରେ ତମ ଯେତେ ବି କୌଣସି ପ୍ରିଭିୟସ୍ ଇୟର କୋଶ୍ଚିନ ଅଛି ତାକୁ ଖାଲି ପଢିକି ଯାଅ ତମର ଏମସିକ୍ୟୁ ପାଇଁ ଟେନସନ ନାହିଁ ଏମସିକ୍ୟୁ ପାଇଁ ଜମା ଟେନସନ ନାହିଁ ଆରାମସେ କଣ ହେଇଯିବ ତମର ଏଥିରୁ ପିଲାମାନେ 50ଟା କୋଶ୍ଚିନ ପିଲାମାନେ 35ଟା ପ୍ଲସ କୋଶ୍ଚିନ କଣ ତମର ଏଠୁ ବାଜିଯିବ 35ଟା କୋଶ୍ଚିନ ପାଖାପାଖି ତମର କଣ ହେଇଯିବ ପିଲାମାନେ ଏଠୁ ବାଜିଯିବ ପରୀକ୍ଷା ଦର୍ପଣ ଦେଖୁଛ ନିଜେ ଦେଖୁଛ ନା ନିଜେ ଦେଖୁନ ପରୀକ୍ଷା ଦର୍ପଣ ତମର କଣ ଆସୁଛି ରେ ପାଖାପାଖି 10ଟା କି 15ଟା କୋଶ୍ଚିନ କଣ ତମର ଡାଇରେକ୍ଟ ପରୀକ୍ଷା ଦର୍ପଣ ଆସି ଯାଉଛି ଆଉ ବାକି ତମର 20ଟା କୋଶ୍ଚିନ କଣ ଆସିବ ତମର ପ୍ରିଭିୟସ୍ ଇୟର କୋଶ୍ଚିନ ଆସିବ ପ୍ରିଭିୟସ୍ ଇୟର କୋଶ୍ଚିନ ଡାଇରେକ୍ଟ ଆସିବ କିଛି ଡାଟା ବଦଳେଇ ଦେଇପାରେ କିନ୍ତୁ ଡାଇରେକ୍ଟ କୋଶ୍ଚିନ ତମର ପ୍ରିଭିୟସ୍ ଇୟର କୋଶ୍ଚିନ ପିଲାମାନେ କଣ ଆସି ଯାଉଛି ଆରାମସେ କଣ ରହିଯିବ 35 ରହିଯିବ ଆରାମସେ 35 ରହିଯିବ ବୁଝ ଆଉ ନିଜ ମନରୁ କଣ ଆରାମସେ 10-15 ରଖିପାରିବ ରଖିପାରିବନି 10 ରଖିପାରିବ 15 କହୁଛି 10 ରଖିପାରିବ ନା 10 ରଖିପାରିବ 10 ରଖିପାରିବ ତ ତମର ଓଭରଅଲ ଟାର୍ଗେଟ କେତେ ହେଇଯିବ 40 ଏମସିକ୍ୟୁ ରେ 40ରୁ 45 ହେଇଯିବ ଏବଂ ସବଜେକ୍ଟିଭ ରେ 45 ଟାର୍ଗେଟ ରଖ ଆରାମସେ କଣ ତମର 40 ରହିଯିବ ଯାହା ଫଳରେ ତମେ 85 କଣ ସିକ୍ୟୁର କରିପାରିବ ବୁଝିପାରିଲ ପିଲାମାନେ ତ ଏହା ଥିଲା ତମମାନଙ୍କ ପାଇଁ ଗୋଟେ ଛୋଟ କ୍ଲାସ ତ ଛୋଟ କ୍ଲାସ ତମମାନଙ୍କୁ ମୁଁ ଜଣେଇଲି କଣ ପିଲାମାନେ
टोटाल फिजिकल साइंस आ लाइफ साइंस को आम किपर डिस्ट्रीब्यूट कर पाठ पढ़ी पारा एवं तुम जो जो कथा कहला से कथा कौन कर पे फलो कर कौन फलो कर सर आज संस्कृत परीक्षा सरला जो हिंदी परीक्षा सरला कौन कर ना जितक तुम परीक्षा दर्पण लंग क्वेश्चन अच्छी मॉडल पेपर 1 रु आउ केते 5 भितर एवं लास्ट 4 वर्ष पे लंग क्वेश्चन सेक्शन जितक तुम सब्जेक्ट क्वेश्चन अच्छी ताको कौन कर आज बसिक शेष कर दियो आज बसिक पे कौन कर शेष कर दियो एवं तापर तुम काली कौन कर ना प्रथम शेष कर परीक्षा दर्पण एवं प्रीवियस एमसीक्यू क्वेश्चन शेष कर तापर तुम कौन कर आहरी घंटे 2 घंटा एक्स्ट्रा टाइम नहीं जाओ कौन पे पुणी ओभरअल कौन कर देखिए केवल परीक्षा दर्पण पूर्व वर्ष क्वेश्चन परीक्षा दर्पण पूर्व वर्ष एमसीक्यू क्वेश्चन सब जगह देखिए कौन पुणी 2 घंटा समय नहीं जाओ तापर तुमको जो टाइम मिलला ताले कौन करबा पिला तुम बाकी लंग क्वेश्चन इंपोर्टेंट लंग क्वेश्चन पर तुम देखिपार बुझिपार तो छोट क्लास मैंने तुमको आशा करुच्ची पे सेक्शन टी भल लगी जदि भल लगी चैनल सब्सक्राइब करा जो भूल चैनल सब्सक्राइब कर तुम कौन रहा पे मार्क आराम से बढ़िया रखिपार एवं गोटे जिनस पे कौन एग्जाम फाड़ी आस पे साइंस एग्जाम भय ना पे आराम से गध पिला सब रखुच्च साइंस के 80-85 रखुच्च तुम 70-75 रखिपारनी अरे 70-75 रखिपार ना ताहले आउ कौन असुविधा अच्छे कह आराम से 70-75 रहा मार्क फाड़ी आस पे आसला तुम पे चैनल कौन करवा सब जगह एमसीक्यू डिस्कसन करवा थैंक यू पे भिजिट कर चैनल को सब्सक्राइब कर रख ना एग्जाम कहार भल हेनी कहार भी भल हेनी पे सब्सक्राइब कर डू सब्सक्राइब फास्ट ओके थैंक यू सो मच।